ଦେଖନ୍ତୁ ଆଜି ଆମେ ଖବର ପାଇଥିଲୁ ଯେ ଆମର ଯେଉଁ ବଦଲି ଅଛି ପଟରୁ ପାଖରେ ଯେଉଁଟାକି କାଲିମେଳା ଥାନା ଅନ୍ତର୍ଗତ ଯାଉଛି ସେ ଜାଗାରେ କିଛି ଦଲାଲ ଯେଉଁମାନେ କି ଗୋଦାମରେ ଧାନ ରଖିଛନ୍ତି ଆଉ ଟ୍ରକ୍ରେ ମଧ୍ୟ ଲୋଡ଼୍ ହେଉଥିଲା ଯେଉଁଟାକି ସେମାନେ ଆମେ ଏବେ ଯେଉଁ ଭେରିଫିକେସନ୍ ଡ୍ରାଇଭ୍ ଚାଲିଛି ଯେଉଁ ପିପିସିରେ କରୁଛୁ କି ମଣ୍ଡିରେ ଭେରିଫିକେସନ୍ ଚଲେଇଛୁ ଆଉ ଚାଷୀମାନଙ୍କର ପ୍ରକୃତରେ ଯେଉଁମାନେ ଚାଷୀ ଲେଫ୍ଟ ଆଉଟ୍ ଅଛନ୍ତି ତାଙ୍କୁ ମଧ୍ୟ ଭେରିଫାଏ କରୁଛୁ ଯେ ପ୍ରକୃତରେ ତାଙ୍କର କେତେ ଧାନ ଅଛି ସେତିକି ଆମେ ଯେମିତି ଜେନୁନ୍ ଯେଉଁଟା ସେଇଟା ଆଲାଉ କରିବୁ ଯେଉଁଟାକି ସେମାନେ ସେ ଆମର ଖବର ଥିଲା ସେମାନେ ଚାଷୀମାନଙ୍କୁ ଦେଇଥାନ୍ତେ ଚାଷୀ ପାଖରେ ଧାନ ନାହିଁ କିନ୍ତୁ ସେମାନେ ସେଇଟାକୁ ଦେଇକରି ଦେଖାଇଥାନ୍ତେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆସିକରି ମଣ୍ଡିରେ ତାକୁ କୌଣସି ଉପାୟରେ ତାକୁ ବିକିଥାନ୍ତେ। ଆମେ ତାକୁ ଆଜି ଆମର ଟିମ୍ ଯେଉଁଟା ଆମର ସିଭିଲ୍ ସପ୍ଲାଏ ଅଛନ୍ତି ଆମର ଏଡ଼ିସନାଲ୍ ତହସିଲଦାର ଆଉ ଆମର ପୋଲିସ ଏମିତି ସମସ୍ତଙ୍କୁ ପଠାଇଥିଲୁ ଆଉ ସେମାନେ ସେଠି ସିଜ୍ କଲେ 200 କୁଇଣ୍ଟାଲ ସେ ଗୋଡାଉନରେ ଥିଲା ଯେଉଁଟାକି ସିଲ୍ କରାଯାଇଛି ତା ସହିତ ଟ୍ରକ୍ ମଧ୍ୟ 200 କୁଇଣ୍ଟାଲ ଲୋଡ଼୍ ହେଇଥିଲା ଧାନ ସେଇଟା ମଧ୍ୟ ଆମେ ସିଜ୍ କରିଛୁ ଆଉ ଥାନାରେ ରଖାହେଇଛି ଅଟକ ରଖିଛୁ ତା ସହିତ ମାନ୍ୟମକଣ୍ଡା ଗମ୍ଫାକଣ୍ଡା ଆଉ ସେଇ ଯେଉଁ ବଦଲି ଏରିଆ ଏସବୁ ପାଖାପାଖିରେ ମଧ୍ୟ ଧାନର କିଛି ମୁଭମେଣ୍ଟ ଯେଉଁମାନେ କି ଆମର ପିକଅପ୍ ଦୁଇଟା ସିଜ୍ କରାହେଇଛି ତା ସହିତ ଗୋଟେ ଟ୍ରାକ୍ଟର ମଧ୍ୟ ସିଜ୍ କରାହେଇଛି ଏମିତି ଟୋଟାଲ୍ 520 କୁଇଣ୍ଟାଲ ପାଖାପାଖି ଧାନ ଆମେ ସିଜ୍ କରିକି ରଖିଛୁ ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ତାଙ୍କ ନାଁରେ ମଧ୍ୟ ଯେଉଁମାନେ ଇନଭଲ୍ଭ ଅଛନ୍ତି ଯେଉଁ ଦଲାଲ ଅଛନ୍ତି କି ଯେଉଁ ଗୋଦାମ ମାଲିକ ଅଛନ୍ତି କି ଅନ୍ୟ ଯେକୌଣସି ବ୍ୟକ୍ତି ଅଛନ୍ତି ଇଭେନ୍ ଚାଷୀମାନେ ମଧ୍ୟ ଯଦି ଇନଭଲ୍ଭ ଥିବେ ତାଙ୍କ ନାଁରେ ମଧ୍ୟ ଆମେ ମାମଲା ଦାୟର କରିବୁ ଥାନାରେ ଏଫଆଇଆର୍ କରିବୁ ଆଉ ତା ସହିତ ଆମର ଭେରିଫିକେସନ୍ ମଧ୍ୟ ଜାରି ରହିବ ଯେଉଁ ଚାଷୀମାନେ ଜେନୁନ୍ ଅଛନ୍ତି ତାଙ୍କର ସେତିକି ଧାନ ଏଲାଉ କରାଯିବ ଓ ଆମେ ସେତେ ଟୋକେନ୍କୁ ଆମେ ଧାନ କିଣିବୁ ଏଇଟା ମୁଁ ଗୋଟେ ଜିନିଷ କହିବାକୁ ଚାହିଁବି 100% ଆମେ ସବୁ ଚାଷୀରୁ ଧାନ କିଣା ହେବ ଯାହାର ଯଦି ଜେନୁନ୍ ଧାନ ଅଛି।